ମୋହନ ଇରାନରେ ରହୁଥିଲେ। ଈଶ୍ୱର କହିଲେ, ମୋହନ, ମୁଁ ଚାହେଁ ତୁମେ ଇରାନ ଛାଡ଼ି ଅନ୍ୟ ଦେଶକୁ ଯାଅ। ଈଶ୍ୱର ମୋହନଙ୍କୁ କହିଲେ, ମୋ ଉପରେ ବିଶ୍ୱାସ ରଖ। ମୁଁ କହୁଥିବା ସ୍ଥାନକୁ ତୁମେ ଅତି ଶୀଘ୍ର ଚାଲିଯାଅ। ଈଶ୍ୱର କହିଲେ, ଏହା କର, ଦେଖିବ ତୁମ୍ଭର ବଂଶଧରମାନେ ସଂସାରରେ ବିସ୍ତାର ଲାଭ କରିବେ। କେମିତି? ମୁଁ ଆଶ୍ଚର୍ଯ୍ୟ ହୋଇଲି। ଏକ ପତ୍ନୀ ସାରା ସନ୍ତାନ ଜନ୍ମ କରି ପାରିବେ ନାହିଁ, କାରଣ ସେ ବହୁତ ବୃଦ୍ଧ ଥିଲେ। ଭଗବାନ କହିଲେ, ମୋ ଉପରେ ବିଶ୍ୱାସ ରଖ। ଭଗବାନ କହିଲେ, ମୁଁ ଯେଉଁ ସ୍ଥାନକୁ କହୁଛି ଯାଅ, ଦେଖିବ ଆକାଶରେ ତାରା ଅପେକ୍ଷା ତୁମର ଅଧିକ ସନ୍ତାନ ହେବେ। ସେମାନେ ସମଗ୍ର ବିଶ୍ୱ ପାଇଁ ଆଶୀର୍ବାଦ ହେବେ। ମୋତେ ବିଶ୍ୱାସ କର। ମୋହନ ଈଶ୍ୱରଙ୍କ ଉପରେ ବିଶ୍ୱାସ କଲେ। ସେ ସାରା ଓ ତାଙ୍କ ଜ୍ୱାଇଁ ଲୁଟୁ ଏବଂ ସେମାନଙ୍କର ସମସ୍ତ ଜିନିଷ ନେଇ ଈଶ୍ୱର ତାଙ୍କୁ କହିଥିବା ସ୍ଥାନକୁ ଚାଲିଗଲେ। ତାହା କିଣାନ ଦେଶ ଥିଲା। ସେଠାରେ ପହଞ୍ଚିବା ପରେ ମୋହନ ପଥରରେ ଗୃହ ସ୍ଥାପନ କଲେ। ଏହାପରେ ପରମେଶ୍ୱର ସେମାନଙ୍କୁ ଦର୍ଶନ ଦେଲେ। ପରମେଶ୍ୱର କହିଲେ, ମୁଁ ଏହି ଭୂମି ତୁମ୍ଭ ଓ ତୁମ୍ଭର ସନ୍ତାନମାନଙ୍କୁ ଦେବି। ମୋହନ ସେଠାରେ ପରମେଶ୍ୱରଙ୍କ ପାଇଁ ଏକ ଯଜ୍ଞକୁଣ୍ଡ ନିର୍ମାଣ କଲେ। ମୋହନ ଈଶ୍ୱରଙ୍କ ପ୍ରତିଜ୍ଞା ଦେଇଥିବା ସ୍ଥାନକୁ ଯାତ୍ରା କରିଥିବାରୁ ସେ ଖୁସି ଥିଲେ। ସେ ଈଶ୍ୱରଙ୍କ ଉପରେ ଭରସା ରଖିଥିଲେ। ଈଶ୍ୱର ତାଙ୍କୁ ସନ୍ତାନ ଲାଭର ଆଶୀର୍ବାଦ ଦେଇଥିବାରୁ ଈଶ୍ୱରଙ୍କୁ କୃତଜ୍ଞତା ମଧ୍ୟ ଜଣାଇଲେ। ଈଶ୍ୱର ମୋହନଙ୍କୁ ଏକ ପୁତ୍ର ସନ୍ତାନ ଦେବା ପାଇଁ ପ୍ରତିଜ୍ଞା କରିଥିଲେ ଏବଂ ସେହି ପୁତ୍ର ଔରସରୁ ତାଙ୍କର ଅନେକ ବଂଶଧର ଜନ୍ମ ନେବେ ବୋଲି କହିଥିଲେ, ଯେଉଁମାନେ ସମଗ୍ର ବିଶ୍ୱ ପାଇଁ ଆଶୀର୍ବାଦ ହେବେ ବୋଲି କହିଥିଲେ। କିନ୍ତୁ ମୋହନ ଏବଂ ତାଙ୍କ ସ୍ତ୍ରୀ ବୃଦ୍ଧା ଅବସ୍ଥାରେ ସନ୍ତାନ ଜନ୍ମ କରିବାକୁ ଅସମର୍ଥ ଥିଲେ। 20 ବର୍ଷ ବିତିଗଲା। ତଥାପି ମୋହନ ଈଶ୍ୱରଙ୍କ ପ୍ରତିଜ୍ଞା ଉପରେ ବିଶ୍ୱାସ ରଖିଥିଲେ। ଯେତେବେଳେ ତାଙ୍କୁ 100 ବର୍ଷ ହେଲା ଏବଂ ସାରାଙ୍କୁ 90 ବର୍ଷ ହେଲା, ଭଗବାନ ସେମାନଙ୍କୁ ଦେଇଥିବା ତାଙ୍କ ପ୍ରତିଜ୍ଞା ବିଷୟରେ ମନେ ପକାଇଲେ। ସାରା ଏକ ସନ୍ତାନ ଜନ୍ମ ଦେବେ। ଯେତେବେଳେ ସେମାନଙ୍କର ପୁଅ ଜନ୍ମ ହେଲା, ସାରା ଏତେ ଖୁସି ହେଲେ ଯେ ସେ ଅତ୍ୟଧିକ ଆନନ୍ଦିତ ହୋଇଗଲେ। କହିଲେ, ଭଗବାନ ମୋ ଜୀବନରେ ସବୁଠୁ ବଡ଼ ଉପହାର ଦେଇଛନ୍ତି। ତେଣୁ ସେମାନେ ତାଙ୍କ ସନ୍ତାନର ନାମ ଭଗବତ ବୋଲି ଦେଇଥିଲେ।
ଯେତେବେଳେ ଭଗବତ ଏକ ଛୋଟ ବାଳକ ଥିଲେ, ଈଶ୍ୱର ମୋହନଙ୍କୁ ତାଙ୍କ ପୁତ୍ରକୁ ମୋରିଆ ପର୍ବତକୁ ନେଇ ବଳିଦାନ ଦେବାକୁ କହିଥିଲେ। ଈଶ୍ୱର ମୋହନର ପରୀକ୍ଷା ନେଉଥିଲେ। ମୋହନ ଦେଇଥିବା ବଚନ ପାଳନ କଲେ। ମୋହନ ଛୁରୀ ଓ ମଶାଲ ନେଇ ଗଲେ ଏବଂ ଭଗବତ କାଠ ନେଇ ଗଲେ। ସେମାନେ ଏକତ୍ର ପର୍ବତ ଉପରକୁ ଚଢ଼ିଗଲେ। ବଳି ପାଇଁ ମେଷଛୁଆ କେଉଁଠାରେ ଅଛି? ଭଗବତ ପଚାରିଲେ। ମୋହନ ଉତ୍ତର ଦେଲେ, ଈଶ୍ୱର ତାର ବ୍ୟବସ୍ଥା କରିବେ। ମୋହନ ଯଜ୍ଞକୁଣ୍ଡ ଉପରେ କାଠ ରଖି ଭଗବତକୁ ବାନ୍ଧି ସେଥିରେ ଶୁଆଇ ଦେଲେ। ସେ ଭଗବତକୁ ମାରିବା ପାଇଁ ଛୁରୀ ଉଠାଇବା ମାତ୍ରେ ଜଣେ ଦେବଦୂତ ତାଙ୍କୁ ଡାକିଲେ, ମୋହନ, ରହିଯା ମୋହନ। ଦେବଦୂତ କହିଲା, ବାଳକକୁ ମାର ନାହିଁ। ଭଗବାନ ଜାଣନ୍ତି ଯେ ତୁମର ପ୍ରତିଜ୍ଞା ଉପରେ ବିଶ୍ୱାସ ଅଛି। ଟିକେ ଘାସ ବୁଦା ମୂଳକୁ ଦେଖ। ବୁଦା ଭିତରେ ବନ୍ଧା ହୋଇଥିବା ଏକ ମେଷ ଅଛି। ତୁମ ପୁତ୍ର ବଦଳରେ ଏହାକୁ ବଳିଦାନ ଦିଅ। ଏହିପରି ମୋହନ ନିଜ ସନ୍ତାନ ବଦଳରେ ମେଷକୁ ବଳିଦାନ ଦେଲେ। ସେହି ସ୍ଥାନଟି ଜିହୋଦା ନାମରେ ପରିଚିତ ହେଲା। ଏହା ଈଶ୍ୱରଙ୍କ ଏକ ଲୀଳା ଥିଲା। ଈଶ୍ୱର ଜାଣିଥିଲେ ମୋହନ ତାର ପ୍ରତିଜ୍ଞା ନିଶ୍ଚୟ ରକ୍ଷା କରିବ। ସେଥିପାଇଁ ଈଶ୍ୱର ଏହିଭଳି ଲୀଳା ରଚିଥିଲେ। ମୋହନ ଦେଇଥିବା ପ୍ରତିଜ୍ଞା ପୂରଣ ହେଲା। ଯାକୁବଙ୍କର 12ଟି ପୁତ୍ର ଥିଲେ, କିନ୍ତୁ ସେ ତାଙ୍କ ପୁତ୍ର ଯୋସେଫଙ୍କୁ ଅଧିକ ଭଲ ପାଉଥିଲେ। ସେ ଯୋସେଫକୁ ଏକ ସ୍ୱତନ୍ତ୍ର ଉଜ୍ଜ୍ୱଳ ରଙ୍ଗର କୋଟ୍ ଦେଲେ। ଯୋସେଫ ଭାଇମାନେ ତାକୁ ଈର୍ଷା କରୁଥିଲେ ଓ ଘୃଣା ମଧ୍ୟ କରୁଥିଲେ। ଯୋସେଫ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲେ। ସେ କହିଲେ, ମୋର ସ୍ୱପ୍ନରେ ଆମେ କ୍ଷେତରେ ଶସ୍ୟ ବାନ୍ଧୁଥିଲୁ ଏବଂ ତୁମର ଶସ୍ୟ ମୋ ଶସ୍ୟକୁ ପ୍ରଣାମ କଲା। ଏହା ଶୁଣି ଯୋସେଫଙ୍କ ଭାଇମାନେ ତାଙ୍କୁ ଅଧିକ ଘୃଣା କଲେ। ଯୋସେଫ ଆଉ ଏକ ସ୍ୱପ୍ନ ଦେଖିଲେ। ସୂର୍ଯ୍ୟ, ଚନ୍ଦ୍ର ଏବଂ ତାରାମାନେ ମୋତେ ପ୍ରଣାମ କରୁଥିଲେ। ଏହା ଶୁଣି ଭାଇମାନେ ଯୋସେଫ ଉପରେ ଥଟ୍ଟା ପରିହାସ କରିବାକୁ ଲାଗିଲେ। ତୁମେ କହୁଛ ଯେ ତୁମେ ଆମ ଉପରେ ଶାସନ କରିବ। ଦିନେ ଯୋସେଫଙ୍କ ଭାଇମାନେ ମେଣ୍ଢାପଲ ଚରାଉଥିଲେ। ସେମାନେ ଦେଖିଲେ ଯେ ଯୋସେଫ ସେମାନଙ୍କ ଆଡ଼କୁ ଆସୁଛି। ସେମାନେ ତାକୁ ହତ୍ୟା କରିବା ଏବଂ ତାର ସ୍ୱପ୍ନକୁ ଶେଷ କରିବାକୁ ଯୋଜନା କରିଲେ। ରୁବେନ କହିଲେ, ଆମେ ଆମ ଭାଇଙ୍କୁ ହତ୍ୟା କରିବା ଭୁଲ ହେବ। ଚାଲ ତାଙ୍କୁ ଖାଲି କୂଅର ଗର୍ଭରେ ପକାଇଦେବା। ସେମାନେ ସମସ୍ତେ ଯୋସେଫକୁ ପିତା ଦେଇଥିବା କୋଟ୍କୁ ଚିରି ତାକୁ ଗର୍ଭରେ ଫିଙ୍ଗିଦେଲେ। ଇମ୍ସାଜେଲ ବ୍ୟବସାୟୀମାନେ ମିଶର ଅଭିମୁଖେ ଯାତ୍ରା କଲେ। ଭାଇମାନେ ଯୋଜନା କଲେ ଯୋସେଫକୁ ଇମ୍ସାଜେଲୀୟ ମାନଙ୍କର ଦାସ ଭାବରେ ବିକ୍ରି କରିଦେବା। ଯିହୁଦା ପରାମର୍ଶ ଦେଲା, ଭାଇମାନେ ଯୋସେଫକୁ 10 ଖଣ୍ଡ ରୂପାରେ
ବିକ୍ରି କରିଦେଲେ। ଭାଇମାନେ ଯୋସେଫଙ୍କ ପୋଷାକ ଛେଳିର ରକ୍ତରେ ବୁଡ଼ାଇ ଯାକବକୁ ଦେଖାଇଲେ। ମୋ ପୁତ୍ର ପିତା କାନ୍ଦିବାକୁ ଲାଗିଲେ। ଇସମଜେଲୀୟମାନେ ଯୋସେଫକୁ ମିଶରକୁ ନେଇଗଲେ, କିନ୍ତୁ ପରମେଶ୍ୱର ଯୋସେଫଙ୍କ ସହିତ ଥିଲେ। ଇଜିପ୍ଟରେ ଇସମାଜେଲୀୟ ମାନେ ଯୋସେଫକୁ ଫାରୋଙ୍କ ଅଧିକାରୀ ପୋଟିଫରକୁ ବିକ୍ରୟ କଲେ। ଈଶ୍ୱର ଯୋସେଫକୁ ଆଶୀର୍ବାଦ କଲେ ଏବଂ ତାଙ୍କୁ ସାହସ ଦେଲେ। ପୋଟିଫର ଯୋସେଫକୁ ତାଙ୍କର ସମସ୍ତ ପରିବାରର ଦାୟିତ୍ୱରେ ରଖିଲେ। ଯୋସେଫ ପୋଟିଫରଙ୍କ ଭଲ ଭାବରେ ସେବା କଲେ। ପୋଟିଫରଙ୍କ ପତ୍ନୀ ଚାହୁଁଥିଲେ ଯୋସେଫ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରନ୍ତୁ। ଯୋସେଫ ମନା କଲେ, ତେଣୁ ସେ ଯୋସେଫଙ୍କ ନାଁରେ ମିଛ କହିଲେ। ପୋଟିଫର ତାଙ୍କ ପତ୍ନୀଙ୍କୁ ବିଶ୍ୱାସ କଲେ ଏବଂ ଯୋସେଫକୁ କାରାଗାରରେ ନିକ୍ଷେପ କରାଇଲେ। କାରାଗାରରେ ଯୋସେଫ ଫାରୋର 2 ଜଣ ଅଧିକାରୀଙ୍କୁ ଭେଟିଥିଲେ। ଦୁହେଁ ସ୍ୱପ୍ନ ଦେଖିଲେ ଏବଂ ଈଶ୍ୱର ସେମାନଙ୍କୁ ଯୋସେଫକୁ ଦେଖାଇଲେ। ଯୋସେଫଙ୍କ କହିବା ସତ୍ୟ ହେଲା। ପାନ ପାତ୍ର ସ୍ୱାଧୀନତା ପାଇଲା, କିନ୍ତୁ ରୋଷେଇଙ୍କୁ ଫାଶୀ ଦିଆଗଲା। 2 ବର୍ଷ ପରେ ଫାରୋକୁ 2ଟି ବିଚଳିତ ସ୍ୱପ୍ନ ଦେଖିଲେ। ଯୋସେଫ ତାଙ୍କ ପାଇଁ ଯାହା କରିଥିଲେ ତାହା ମନେ ପକାଇଲେ ଏବଂ ଫାରୋକୁ ଡକାଇଲେ। ଫାରୋ ଯୋସେଫକୁ ଡାକିଲେ ଏବଂ ତାଙ୍କ ସ୍ୱପ୍ନ ବିଷୟରେ କହିଲେ। ଈଶ୍ୱର ଯୋସେଫକୁ ଫାରୋର ସ୍ୱପ୍ନର ଅର୍ଥ ଦେଖାଇଲେ। ଯୋସେଫ କହିଲେ, 7 ବର୍ଷ ପର୍ଯ୍ୟନ୍ତ ପ୍ରଚୁର ଅମଳ ହେବ, ତେଣୁ ଖାଦ୍ୟ ସଂରକ୍ଷଣ କର, କାରଣ ଏହାପରେ 7 ବର୍ଷ ଦୁର୍ଭିକ୍ଷ ହେବ। ଯୋସେଫଙ୍କ ଜ୍ଞାନରେ ଫାରୋ ଆଶ୍ଚର୍ଯ୍ୟ ହେଲେ। ସେ ସମସ୍ତ ଖାଦ୍ୟ ସଂଗ୍ରହ କରିବାର ଦାୟିତ୍ୱ ଯୋସେଫକୁ ଦେଲେ ଏବଂ ଫାରୋ ବ୍ୟତୀତ ମିଶରରେ କେହି ଯୋସେଫଙ୍କ ଠାରୁ ଅଧିକ ଶକ୍ତିଶାଳୀ ନଥିଲେ। ଏବେ ଯୋସେଫଙ୍କ ଭାଇମାନେ ଖାଦ୍ୟ କିଣିବାକୁ ମିଶରକୁ ଗଲେ। ସେମାନେ ଯୋସେଫକୁ ପ୍ରଣାମ କଲେ, କିନ୍ତୁ ତାକୁ ଚିହ୍ନି ପାରିଲେ ନାହିଁ। ଯେତେବେଳେ ଯୋସେଫ ଦେଖିଲେ ଯେ ଭାଇମାନେ ତାଙ୍କ କଳାକର୍ମର ଫଳ ଭୋଗୁଛନ୍ତି ଓ ବଦଳି ଯାଇଛନ୍ତି, ସେ ସେମାନଙ୍କୁ ଜଣାଇଲେ ଯେ ସେ କିଏ ଅଟନ୍ତି। ଭାଇମାନେ ଡରିଗଲେ, କାହିଁକି ନା ଯୋସେଫ ଏବେ ପୃଥିବୀର ଦ୍ୱିତୀୟ ଶକ୍ତିଶାଳୀ ବ୍ୟକ୍ତି ଥିଲେ। ଯୋସେଫ ପୃଥିବୀର ଦ୍ୱିତୀୟ ଶକ୍ତିଶାଳୀ ବ୍ୟକ୍ତି ଥିଲେ। ତୁମେ ମୋ ପାଇଁ ଖରାପ ଚିନ୍ତା କରିଥିଲ, କିନ୍ତୁ ଈଶ୍ୱର ମୋତେ ସହାୟ ହେଲେ, ଆଉ ମୋର ସ୍ୱପ୍ନ ବି ସତ ହେଲା।
ଆମ ପରିବାରକୁ ମିଶରକୁ ଆଣ। ସେମାନଙ୍କୁ ଏଠି ପ୍ରଚୁର ଖାଇବାକୁ ମିଳିବ।